ଦେଖନ୍ତୁ ଆଜି ହେଉଛି ମହାଲକ୍ଷ୍ମୀ ବୁଡ଼। ଆଜି ମହାଲକ୍ଷ୍ମୀ ବୁଡ଼ରେ ଆଉ ରଜର ଲାଷ୍ଟ ଯେହେତୁ ଆଉ ଠାକୁରଙ୍କର ଆଜି ପୂଜା ପାଠ ହେଲା। ଆଉ ସେଥିପାଇଁ ଭାଉଜ ମୋର କରିଛନ୍ତି ଚାଉଳ କ୍ଷୀରି। ଏଥିରେ ପଡ଼ିଛି ନଡ଼ିଆ ବାଦାମ ପଡ଼ିକି ହେଇଛି ଚାଉଳ କ୍ଷୀରି। ଆଉ କେମିତି ଦେଖାଯାଉଛି ସାଙ୍ଗମାନେ? ନମସ୍କାର, ମୁଁ ସନ୍ଧ୍ୟା। ଆପଣମାନଙ୍କୁ ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ରେସିପି ପାଣିକି ସ୍ୱାଗତ। ଆପଣମାନେ ସବୁ କେମିତି ଅଛନ୍ତି? ମୁଁ ତ ଭଲରେ ଅଛି। ଆପଣମାନେ ସବୁ ଭଲ ଥିଲେ ଆଶା ବିଶ୍ୱାସ। ଟାଇମ୍ ଆସି ପାଖାପାଖି ହେଇଗଲାନି 8:30+। ମୁଁ ଏବେ ଗାଧୋଇ ପାଧୋଇ ଫ୍ରେଶ୍ ହେଇ ଖାଇବା ପାଇଁ ବସିଛି ଭାଉଜଙ୍କ ରୁମ୍ରେ। ଆଉ କାଲି ତ ପ୍ରବଳ ବର୍ଷା, ଦିନ ତମାମ ଲାଗି ରହିଥିଲା ବର୍ଷା, ରାତି ସାରା ଲାଇନ୍ ବି ନଥିଲା। ଆଉ ଲାଇନ୍ ଯାଇ ଆସିଲା 1 ପରେ, 1:30 ରାତି। ଆଉ ଶୋଇବା ପାଇଁ ବି ବହୁତ ହଇରାଣ, ମଶା କାମୁଡ଼ି ଦେଉଛନ୍ତି। ଆଉ ଏମିତି ରାତି ପାହିଗଲା। ଆଉ ଚାଲନ୍ତୁ ଏବେ ଚଟାପଟ ଖାଇ ପିଇକି ବାସନ ପଡ଼ିଛି, ବାସନ ଟିକେ ଧୋଇଦେବି। ମାର ମୋର ଲୁଗାପଟା ଟିକେ ଶୁଖେଇଦେବି, କାରଣ ମେଘୁଆ ପାଗରେ ତ ଲୁଗାପଟା ଶୁଖିବନି। ଆଉ ଯାହା ଶୁଖିବ ଆଉ କିଛି ଫ୍ୟାନ୍ରେ ଶୁଖେଇବା। ଆଉ ଚାଲନ୍ତୁ ଫଟାଫଟ ଖାଇ ଦେଇକି କାମ ସାରିଦେବା। ଆଉ ସାନ ଭାଉଜ ତ ସେପଟେ ଲୁଗା ଧୁଉଛନ୍ତି। ଆଉ ମୋ ଭାଇ ଯେ ପୂଜା ପାଠ କରିଦେଲା, ଡେଲି ସେଇ ଲୁଗାର ଧୋଇଦିଏ, ମାନେ ଆଉ ସେଇ ଲୁଗାର ଝାଳ, ସେଥିପାଇଁ ସେ ଆଉ ପିନ୍ଧେନି। ଆଉ ସେପଟେ ଲୁଗାପଟା ଧୁଉଛନ୍ତି। ଆଉ ବାପା ତ ମୋର ଯାଇଛନ୍ତି ବିଲ ଆଡ଼େ, ଧାନ ବୁଣଉଛନ୍ତି ଯେ। ଆଉ ଚାଲନ୍ତୁ ଏବେ ଆଉ ଡେରି ନ କରି ଆଜିର ଭିଡ଼ିଓଟି ଫାଷ୍ଟ ଲାଷ୍ଟ ଯାକେ ଦେଖନ୍ତୁ, ମଜାମସ୍ତି ଅଛି। ଦେଖନ୍ତୁ ଚାଉଳ କ୍ଷୀରି ଖାଇଦେବା ଫଟାଫଟ। ଦେଖନ୍ତୁ ସାଙ୍ଗମାନେ କ୍ଷୀରି ସବୁ ଖାଇଦେଲି। ଚାଲନ୍ତୁ ଯିବା ରୋଷେଇ ଘରକୁ। ଦେଖନ୍ତୁ ବାସନ ପଡ଼ିଛି। ଦେଖନ୍ତୁ ବାସନ ଟିକେ ଧୋଇଦେବା। ଦେଖନ୍ତୁ ଆମେ ଭାବୁଛନ୍ତି ମୁଁ କିଛି କାମ କରିବି, ବିନା କାମରେ ବସିକି ଖାଉଛି ନା। ଭାଉଜ ମାଟି ଦେଉଛି, ମୁଁ ଖାଇଦେଉଛି। ବଡ଼ କାମ ଜନ୍ମ ସେଥିପାଇଁ କାମ କରେ। ଭାଉଜ ଯଦି ରୋଷେଇ କରନ୍ତି, କାମ କରିଦିଏ, ବାସନ ଧୋଇଦିଏ, ଲୁଗା ରୋଷେଇ ଦିଏ, ଆଉ ପାଣି ଆଣି ପକାଏ, ଆଉ ଜାଞ୍ଚ କରିଦିଏ, ଆଉ ଏମିତି ସବୁ କାମ ଚାଲେ। ମିଳିମିଶିକି କାମ କଲେ ଏକୁଟିଆ କାମ କରିବ, କାମ ସରିବନି ନା। ମିଳିମିଶି କାମ କରିବା। ଦେଖନ୍ତୁ ଆମର ଏଇ କଡ଼େଇରେ କ୍ଷୀରି ହେଇଛି। ଦେଖନ୍ତୁ ଆଉ ବର୍ଷା ଦିନ ସବୁବେଳେ ଘୋଡ଼େଇକି ଜିନିଷ ରଖିବେ, ଯେଉଁଟା ଖାଇବା ଜିନିଷ କରିବେ ଘୋଡ଼େଇକି ରଖିବେ। ଦେଖନ୍ତୁ କ୍ଷୀରି ହେଇଛି। ମୋ ବଡ଼ ଭାଉଜ ଏବେ ଆସିବେ, ଆଉ ସେ ମୁଣ୍ଡିଆ ମାରିବେ, କାରଣ ଏଠି ତାଙ୍କର ପୂଜା ବ୍ରତ ସବୁ କରୁଛନ୍ତି, କ୍ୱାର୍ଟରରେ ନାହିଁ। ଆଉ ଯାହା ଘରୋଇ ପୂଜା କରୁଛନ୍ତି, ଆଉ ନହେଲେ ଆମର ବ୍ରତ ଯାହା କିଛି ଘରେ ଫଙ୍କସନ୍ ସବୁ ଏକାଠେ। ଆଉ ମୋ ବଡ଼ ଭାଉଜ ଆସିଲେ ସେ କ୍ଷୀରି ନେବେ, ଆଉ ମୋ ସାନ ଭାଉଜ ଖାଇନାହାନ୍ତି, ସେ ଆସିଲେ ଖାଇବେ। ଆଉ ଚାଲନ୍ତୁ ଆଉ କାମ ଟିକେ ସାରିଦେଇ ପୁଣି ଆପଣମାନଙ୍କ ସହିତ କଥା ହେଉଛି। ଦେଖନ୍ତୁ ବାହାରେ କେମିତି ଖାଲି ବର୍ଷା ହେଇନା ଉଦା, ବିଲ ସବୁ ପାଣି। ଦେଖନ୍ତୁ କାଉ ସବୁ କଲେଇ ପଡ଼ିଥିଲା, ଧୋଇ ଦେଇଥିଲି ପିଣ୍ଡାଟା। ଆଉ ଦେଖନ୍ତୁ ସବୁ କାଉ କେମିତି ଖାଇଦେଉଛି, କଲେଇ ପୋକ। ଦେଖନ୍ତୁ କାଉ ଗୁଡ଼ାକ କଲେଇ ପୋକ ସବୁ ପିଣ୍ଡା ତଳେ ଯେଉଁ କଲେଇ ପଡ଼ିଛି, କଲେଇ ପୋକ ଖାଇଦେଉଛନ୍ତି। ଭାଉଜ ଏବେ ପ୍ୟାଣ୍ଟ ସାର୍ଟ ସବୁ ଲୁଗାପଟା ସଫା କରି ଶୁଖେଇଛନ୍ତି। ଆଉ ଦେଖେ ଆଣିଲୁ ବାଡ଼ି, ଏଇ କୁକୁରଟା କ'ଣ ହେଉଛି? ଦେଖ 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 ଦେଖ, ଆଣିଲୁ ବାଡ଼ି, ଆଣେ ବାଡ଼ି ଆଣେ। କଲେଇ ଖା। ଦେଖନ୍ତୁ ଏବେ ମୁଁ ବାହାରକୁ ଆସିଛି। ଆଉ କୁକୁରରା କ'ଣ କରୁଛନ୍ତି କି, ଏଇ ଯେଉଁ ମୁଁ କୋଇଲା ଆଞ୍ଚ କରୁଛି ସେଇ ଘରେ ରହୁଛନ୍ତି। କାଦୁ ଫାଦୁ କରିକି ଅସନା କରୁଛନ୍ତି, ଯେତେ ଅଡ଼େଇଲେ ବି ଯାଉନାହାନ୍ତି। ମୁଁ କହିଲି ଆଜି ଜଗିବି ବାଡ଼ିରେ ଧରିକି ଚୌକିରେ ବସିକିରି। ଏରେ ଅପରିଷ୍କାର କଲେ ବର୍ଷା ଦିନ ଭଲ ଲାଗିବନି ନା। ଦେଖନ୍ତୁ ଭାଉଜ ଏବେ ଲୁଗାପଟା ଶୁଖେଇକି ଯାଉଛନ୍ତି। ଖାଇନୁ କିରେ? ଯାହା ଖାଇବୁ ସେ ଏବେ ଖାଇବେ। ଦେଖନ୍ତୁ କେମିତି ପାଣି, ଖାଲି ଏତେ ବର୍ଷା ହେଇଛି ଯେ ବିଲ ରାକରେ ଖାଲି ପାଣି ହେଇଯାଇଛି। ପ୍ରବଳ ବର୍ଷା ହେଇଛି। ନନା ଆମର ଫୁଲକୋବି ଭଜା ହେଉଛି ତେଲରେ, ଝୋଳ ହବ।
ଆମର ଏବେ ଡାଲମା ହେଇସାରିଲାନି, ମୁଗ ଡାଲମା ଦେଖନ୍ତୁ। ଦେଖନ୍ତୁ ଏଠି ଅରୁଆ ଭାତ, ଏରା ବି ଡାଲି, ମୁଗ ଡାଲି, ଏରା ଘିଅ ପକା ନାହିଁ, ହାତୀର ଦେଖ ଆଳୁ ସିଝୁଛି ପ୍ରେସରରେ ପକେଇଥାଏ। ଦେଖନ୍ତୁ ସାଙ୍ଗମାନେ, ଆଜି ହେଉଛି ମହାଲକ୍ଷ୍ମୀ ବୁଡ଼। ମହାଲକ୍ଷ୍ମୀ ବୁଡ଼ରେ ଆଜି ଆମର କ'ଣ ସ୍ପେଶାଲ ଖାଇବା ହେଇଛି ମୁଁ ଆପଣଙ୍କୁ ଦେଖାଉଛି। ଦେଖନ୍ତୁ ଅରୁଆ ଭାତ ସରୁ ସରୁ, ଆଉ ଇଏ ହେଉଛି ଜେଲି, ଆମ୍ବ ଜେଲି, ଆଉ ପାଚିଲା ଆମ୍ବ, ଇଏ ହେଉଛି ମୁଗ ଡାଲମା, ଇଏ ହେଉଛି ଫୁଲକୋବି ଆଳୁ ଝୋଳ। କେମିତି ଖାଇବା ହେଇଛି ସାଙ୍ଗମାନେ ପ୍ଲିଜ୍ କମେଣ୍ଟ କରିବେ। ଦେଖନ୍ତୁ ଖାଇ ବସିଛନ୍ତି, ମୁଁ ଖାଇ ବସିଛି। ଆଉ ଚାଲନ୍ତୁ ଯିବା ଫଟାଫଟ ଖାଇଦେଇ, ବର୍ଷା ଆସିଲାଣି, ଲୁଗାପଟା ବାହାରେ ଅଛି, ଯାଉଛି ଏବେ ଆଣିବି ବାସନ ଧୋଇକି। ଆଉ ଆଜି ଯେହେତୁ ରଜର ଚତୁର୍ଥ ଦିନ, ଆଜି ଲାଷ୍ଟ ରଜ, ଆଉ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ଆଉ ଚାଲନ୍ତୁ ଯିବା ଫଟାଫଟ ସୁଆଦିଆ ସୁଆଦିଆ ଆଇଟମ୍ ଖାଇଦେବା। ଖାଇଦେଇ ସାରିଲା ପରେ ଲୁଗାପଟା ଆଣିକି ଟିକେ ଶୋଇପଡ଼ିବା। ଚାଲନ୍ତୁ ଖାଇବା ସାଙ୍ଗମାନେ। କେଉଁମାନେ ଖାଇବେ ପ୍ଲିଜ୍ ମୋତେ ପୁରା କମେଣ୍ଟ କରନ୍ତି ଯେ ଦିଦି ତମ ଭାଉଜ ଟେଷ୍ଟି ଟେଷ୍ଟି ଖାଇବା କରୁଛନ୍ତି, ଆମକୁ ଡାକୁନ, ଆସୁନ ଖାଇବ। ଦେଖନ୍ତୁ ଆମର କେମିତି ଖାଇବା ହେଇଛି।